ଏଇଟା ହେଉଛି ଏକ ନିରୀହ ଝିଅର କାହାଣୀ, ଯିଏ ପିଲାଦିନରୁ ହିଁ ଅସହନୀୟ ଯନ୍ତ୍ରଣା ସହି ଆସିଛି। ଗାଁର ନାଁ ସୋନପୁର ଥିଲା। ଏକ ସିଧାସାଧା ଗାଁ। ହେଲେ ସେଇ ଗାଁର ଚିନ୍ତାଧାରା ବହୁତ ପୁରୁଣା ଥିଲା। ଗୋଟିଏ ଅନ୍ଧାର ବର୍ଷା ରାତିରେ ମାଟି କାନ୍ଥ ଥିବା ଘର, ଯାହାର ଛାତରୁ ପାଣି ଝରୁଥାଏ। ସେଇ ଘର ଭିତରେ ଏକ ମହିଳା ଯିଏକି ଜୀବନ ଓ ମୃତ୍ୟୁ ସହିତ ଲଢ଼େଇ କରୁଥାଏ। ଆଉ ବାହାରେ ତା ସ୍ୱାମୀ ରମେଶ ହାତ ଯୋଡ଼ି ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଥାଏ ଯେ ତା ସ୍ତ୍ରୀ ଏବଂ ଛୁଆ ସୁରକ୍ଷିତ ରୁହନ୍ତୁ। କିଛି ସମୟ ପରେ ଘର ଭିତରୁ ଛୁଆର କାନ୍ଦିବା ଆବାଜ ଶୁଣାଗଲା। କିନ୍ତୁ ସେହି ମୁହୂର୍ତ୍ତରେ ଘର ଭିତରେ ଏକ ନୀରବତା ଖେଳିଗଲା। କାରଣ ସେଇ କାନ୍ଦିବାର ମୂଲ୍ୟ ଏକ ମାର ଜୀବନ ଥିଲା। ଘର ଭିତରୁ ଦାଇ ମା ଜଣକ ବାହାରି ଆସିଲେ ଓ କହିଲେ ଛୁଆଟି ସୁରକ୍ଷିତ ଅଛି। ହେଲେ ତା ମା ଆଉ ଏ ଦୁନିଆରେ ନାହିଁ। ସେଇ ଦିନ ରାତିରେ ଏକ ଝିଅଟି ଜନ୍ମ ହେଲା। ଆଉ ସେଇ ରାତିରେ କୁନି ଝିଅଟିର ମୁଣ୍ଡରୁ ମାର ଛାଇ ଉଠିଗଲା। ସେଇ ଝିଅଟିର ନାଁ ରଖାହେଲା ଗୁଡ଼ିଆ। କିନ୍ତୁ ଗ୍ରାମବାସୀମାନେ ତାକୁ ତା ନାଁରେ ନୁହେଁ, ତା ଭାଗ୍ୟ ଦ୍ୱାରା ଚିହ୍ନୁଥିଲେ। ଧୀରେ ଧୀରେ ଗାଁରେ ବ୍ୟାପିବାକୁ ଲାଗିଲା ଯେ ସେଇ ଝିଅଟି ଗୋଟେ ହତଭାଗିନୀ ଝିଅଟି। ଜନ୍ମ ହେଉ ହେଉ ମାକୁ ଖାଇଗଲା। ସେ ଆସିବା ମାତ୍ରେ ଘରଟା ଛାରଖାର ହୋଇଗଲା। ସେତେବେଳେ ସେ ସବୁ ବୁଝିବା ପାଇଁ ଗୁଡ଼ିଆ ବହୁତ ଛୋଟ ଥିଲା। କିନ୍ତୁ ସେ ଅନୁଭବ କରିପାରୁଥିଲା ଯେ ତାକୁ ଦେଖି କେହି ଲୋକ ଖୁସି ହୁଅନ୍ତି ନାହିଁ। ହେଲେ ରମେଶ ତା ଝିଅକୁ ବହୁତ ଭଲ ପାଉଥିଲା। ସେ ଦିନରାତି ବହୁତ ପରିଶ୍ରମ କରୁଥିଲା। ହେଲେ ଜଣେ ଏକଲା ବ୍ୟକ୍ତି ସମାଜ ଓ ଦାୟିତ୍ୱର ବୋଝ ଭିତରେ ଚାପି ହୋଇଯାଉଥିଲା। ଗାଁବାଲାଙ୍କ ବାରମ୍ବାର ବୁଝେଇଲା ପରେ ସେ ଦ୍ୱିତୀୟ ବିବାହ କରିଥିଲା। ତାର ଭାବନା ଥିଲା ଯେ ଘରେ ଯଦି ଜଣେ ସ୍ତ୍ରୀ ଲୋକଟିଏ ନ ରୁହେ ତ ଝିଅଟା ବିଗିଡ଼ିଯିବ। ରମେଶର ଦ୍ୱିତୀୟ ସ୍ତ୍ରୀର ନାଁ କମଳା ଥିଲା। ପ୍ରଥମେ ପ୍ରଥମେ କମଳା ସମସ୍ତଙ୍କ ସହିତ ବହୁତ ସ୍ନେହୀ ଦେଖି ହେଉଥିଲା, ଯାହାଦ୍ୱାରା ପରେ କେହି ତାକୁ ସନ୍ଦେହ ନ କରନ୍ତୁ। ସେ ଲୋକଙ୍କ ଆଗରେ ଗୁଡ଼ିଆକୁ କୋଳକୁ ନେଇ କହେ, ଆଜିଠାରୁ ଗୁଡ଼ିଆ ମୋ ଝିଅ। କିନ୍ତୁ ତା ମନରେ ଗୁଡ଼ିଆ ପାଇଁ ଟିକେ ବି ସ୍ନେହ ମମତା ନଥିଲା। ସମସ୍ତଙ୍କ ଆଗରେ ଖାଲି ମଜବୁରିରେ ଏମିତି କରୁଥିଲା। ଯେମିତି ଯେମିତି ଦିନ ଗଡ଼ିବାରେ ଲାଗିଲା, କମଳାର ଅସଲ ଚେହେରା ସାମ୍ନାକୁ ଆସିବାକୁ ଲାଗିଲା। ରମେଶ ବିଲକୁ ଯିବା ପରେ ଘରର ପରିବେଶ ବଦଳିଯାଏ। ଛୋଟ ଛୋଟ କଥାରେ ଗାଳି ଗୁଲଜ କରିବା ଓ କାମରେ ଟିକେ ହେଳା ହେଲେ ଗାଳି ସହିତ ମାଡ଼ ବି ପଡ଼ୁଥିଲା। ଗୁଡ଼ିଆ ଧୀରେ ଧୀରେ ବୁଝିପାରୁଥିଲା ଯେ ଏଇଟା ତା ଘର ନୁହେଁ, ବରଂ ଏହା ଏକ ଏମିତି ସ୍ଥାନ ଯେଉଁଠି ତାକୁ ପ୍ରତିଦିନ ପ୍ରମାଣ କରିବାକୁ ପଡ଼ୁଥିଲା। କମଳାର ନିଜ ଝିଅ ରାଣୀ ଥିଲା, ଯିଏକି ତା ଆଖିର ତାରା ଥିଲା। ରାଣୀ ପାଇଁ ସୁନ୍ଦର ଡ୍ରେସ୍, ଖେଳନା ଓ ମାର ସ୍ନେହ ସବୁ କିଛି ଥିଲା। ଯେଉଁଠାରେ ଗୁଡ଼ିଆ ଭାଗ୍ୟରେ ଖାଲି ଘରର କାମ ଓ ଅପମାନ ଥିଲା। ଗୁଡ଼ିଆ ସବୁବେଳେ ରାଣୀକୁ ସ୍କୁଲ ଯିବାର ଦେଖେ ଏବଂ ମନେ ମନେ ଚିନ୍ତା କରେ, ସେ କ'ଣ କେବେ ତା ଜୀବନରେ ଏମିତି ବହି ଧରି ସ୍କୁଲ ଯାଇପାରିବ? କିନ୍ତୁ ପ୍ରତ୍ୟେକ ଥର ଏହି ସ୍ୱପ୍ନ ସବୁ କମଳାର ତିକ୍ତ ସ୍ୱରରେ ଚାପି ହୋଇଯାଏ। ସମୟ ସହିତ ଗୁଡ଼ିଆ ବଡ଼ ହେବାକୁ ଲାଗିଲା। ଆଉ ଯେତେବେଳେ ସେ ଟିକେ ବୁଝିଲା ସୁଝିଲା ଭଳି ହୋଇଗଲା, କମଳାର ମୁଣ୍ଡରେ ଏକ ନୂଆ ଉପାୟ ସୃଷ୍ଟି ହେଲା ଏବଂ କମଳା ତା ସ୍ୱାମୀ ରମେଶ କାନରେ ସବୁବେଳେ ଚୁଗୁଲି କରିବାରେ ଲାଗିଲା ଓ କହିଲା, ଝିଅଟା ବଡ଼ ହେଲାଣି, ତାକୁ ବେଶୀ ଦିନ ଘରେ ରଖିବା ଉଚିତ ନୁହଁ। ଯଦି ଗୁଡ଼ିଆର ବାହାଘର ଆମେ ଜଲ୍ଦି ନ କରିବା, ଲୋକମାନେ ନାନାଦି କଥା କହିବେ ଆଉ ସବୁ ବଦନାମ ଆମ ମୁଣ୍ଡକୁ ଆସିଯିବ। ରମେଶ ହୃଦୟରୁ ପୁରା ଭାଙ୍ଗି ପଡ଼ିଥିଲା। ସେ ଜାଣିଥିଲା ଗୁଡ଼ିଆ ଏବେ ବହୁତ ଛୋଟ ଅଛି। ହେଲେ ସମାଜ ଓ ସ୍ତ୍ରୀର ଚାପରେ ତା ସାହସ ହାର ମାନିଯାଇଥିଲା। ଦିନେ ସେ ଗୁଡ଼ିଆକୁ କହିଲେ ଯେ ବାହାଘର ପ୍ରସ୍ତାବ ଦେଖାଦେଖି ଚାଲିଛି। ପ୍ରଥମେ ପ୍ରଥମେ ଗୁଡ଼ିଆ ବୁଝିପାରୁନଥିଲା ଯେ ବାହାଘର ମାନେ କ'ଣ। ଆଉ ଯେତେବେଳେ ସେ ଜାଣିବାକୁ ପାଇଲା ଯେ ତାକୁ ଏ ଘର ଛାଡ଼ିବାକୁ ପଡ଼ିବ ବୋଲି, ତା ମନରେ ବହୁତ ଭୟ ଭରିଗଲା। ବାହାଘର କଥାବାର୍ତ୍ତା ଆରମ୍ଭ ହୋଇଗଲା। ଆଉ କମଳା ଜାଣିଶୁଣି ଏମିତି ଘର ବାଛିଥିଲା ଯୋଉଠି ପୁଅ ଘର ଲୋକ ଅଧିକା ପ୍ରଶ୍ନ ପଚାରିବେ ନାହିଁ। ସେ ଚାହୁଁଥିଲା ଗୁଡ଼ିଆ ଯେମିତି ଜଲ୍ଦି ଏ ଘରୁ ଚାଲିଯାଉ। ବାହାଘର ପୂର୍ବରୁ ଗୁଡ଼ିଆକୁ ଶିଖାଯାଉଥିଲା ଯେ ବାହାଘର ପରେ କାହା ସାଙ୍ଗରେ ବେଶୀ କଥାବାର୍ତ୍ତା କରିବୁ ନାହିଁ।
ସବୁବେଳେ ମୁଣ୍ଡ ନୁଆଇଁ ଦବୁ ଓ ସମସ୍ତଙ୍କର ସବୁ କଥା ମାନିବୁ। ବାହାଘର ଦିନ ଆସିଗଲା। ଘରେ କୁଣିଆଙ୍କର କୋଳାହଳ। ଘରେ ସବୁ ବନ୍ଧୁବାନ୍ଧବ ଥିଲେ, ହେଲେ ଗୁଡ଼ିଆର ମନ ଭିତରେ ନୀରବତା ଭରିଥିଲା। ଏକ ଲାଲ ରଙ୍ଗର ଶାଢ଼ୀରେ ତାକୁ ସଜେଇ ଦେଲେ, କିନ୍ତୁ ସେଇ ଶାଢ଼ୀ ତଳେ ଏକ ଭୟଭୀତ ଝିଅଟିଏ ଲୁଚି ରହିଥିଲା, ଯାହାକୁ ଆଜି ବି ଜଣା ନଥିଲା ଯେ ତାର ଭବିଷ୍ୟତ କ'ଣ ହେବ। ଯେତେବେଳେ ସେ ବାପ ଘରୁ ବିଦାୟ ନେଇ ଶାଶୁ ଘରକୁ ଯିବାକୁ ବାହାରିଲା, ଆଉ ଥରେ ସେ ପଛକୁ ବୁଲି ଚାହିଁଲା। ସେଇ ଘରକୁ ଯୋଉଠି ସେ ଖାଲି ଦୁଃଖ, କଷ୍ଟ ଓ ଯନ୍ତ୍ରଣା ପାଇଛି। ଫେର ବି ସେଇ ଘର ତାର ନିଜର ଥିଲା। ଗୁଡ଼ିଆ ଯେତେବେଳେ ପ୍ରଥମ ଥର ତା ଶାଶୁ ଘରେ ଯାଇ ପହଞ୍ଚିଲା, ଭୟ ସହିତ ଗୋଟେ ଛୋଟ ଆଶା ମଧ୍ୟ ଥିଲା ଯେ ଏବେଠାରୁ ତା ଜୀବନ ଟିକେ ଖୁସିରେ କଟିବ ବୋଲି। ହେଲେ ତାକୁ ଜଣା ନଥିଲା ଯେ ତା ଅତୀତ, ତା ସାବତ ମା କମଳା ରୂପରେ ତା ପିଛା ଛାଡ଼ିବନି ବୋଲି। ଗୁଡ଼ିଆର ଶାଶୁଘର ବହୁତ ସାଧାସିଧା ଥିଲା। ତା ଶାଶୁ ମଧ୍ୟ ବହୁତ ସରଳ ଥିଲେ ଓ ବେଶୀ ପାଠ ପଢ଼ି ନଥିଲେ, ହେଲେ ହୃଦୟରୁ ସେ ଖରାପ ନୁହନ୍ତି। ଆଉ ସ୍ୱାମୀ ସବୁବେଳେ କାମ ପାଇଁ ବାହାରେ ରହୁଥିଲେ, ଆଉ ଘରର ସବୁ ଦାୟିତ୍ୱ ଶାଶୁ ବୋହୂ ଦୁଇ ଜଣଙ୍କ ଉପରେ ଥିଲା। ପ୍ରଥମ କିଛି ଦିନ ଗୁଡ଼ିଆ ବହୁତ ଚୁପଚାପ ରହୁଥିଲା ଓ ଘରର ସବୁ କାମ ମଧ୍ୟ କରୁଥିଲା। ସେ ଶାଶୁଙ୍କ ଆଗରେ ସବୁବେଳେ ମୁଣ୍ଡ ନୁଆଇଁ ରହୁଥିଲା ଆଉ ସବୁବେଳେ ଚେଷ୍ଟା କରୁଥିଲା ଯେ ତା ଦ୍ୱାରା କେବେ କୌଣସି ଭୁଲ ନ ହେଇଯାଉ। କାରଣ ସେ ଛୋଟବେଳୁ ଜାଣିଥିଲା ଯେ ଭୁଲର ଅର୍ଥ ହେଉଛି କେବଳ ମାଡ଼ ଓ ଗାଳି ହୋଇଥାଏ। ବେଳେବେଳେ ଶାଶୁ ଗୁଡ଼ିଆକୁ ଦେଖୁଥିଲେ ଓ ମନେ ମନେ ଭାବୁଥିଲେ, ଏ ବୋହୂଟା ସବୁବେଳେ ଏମିତି ଡରି ଡରି କାହିଁକି ରହୁଛି? କିନ୍ତୁ ଗୁଡ଼ିଆ ନିଜର ମନର ଭାବନା କାହା ଆଗରେ ପ୍ରକାଶ କରିପାରେ ନାହିଁ। ଏହି ସମୟରେ ସାବତ ମା କମଳା ତା କୂଟନୀତି ଖେଳିବା ଆରମ୍ଭ କରିଦେଲା। ସେ ବାରମ୍ବାର ବାହାନା କରି ଗୁଡ଼ିଆର ଶାଶୁଘରକୁ ଯିବା ଆସିବା କଲା। କେତେବେଳେ ଝିଅକୁ ମନେ ପକାଇବା ବାହାନାରେ, ତ କେତେବେଳେ ପୂଜା ପର୍ବ ଭାର ବ୍ୟବହାର ନାହାରେ ଆସୁଥିଲା। କିନ୍ତୁ ପ୍ରକୃତ ଉଦ୍ଦେଶ୍ୟ ତାର କିଛି ଅଲଗା ଥିଲା। କମଳାର ମନରେ ସବୁବେଳେ ଏଇ ଭୟ ରହୁଥିଲା ଯେ ଯଦି ଶାଶୁଘରେ ଗୁଡ଼ିଆକୁ ସମସ୍ତଙ୍କର ସ୍ନେହ ଓ ଭଲ ପାଇବା ମିଳିଯିବ, ସେ ବହୁତ ମଜବୁତ ହେଇଯିବ ଆଉ ସେ ତା ଗୋଡ଼ ତଳେ ମୁଣ୍ଡ ନୁଆଇବନି। ସେଥିପାଇଁ କମଳା ମନେ ମନେ ସ୍ଥିର କରିଥିଲା ଯେ ସେ ଗୁଡ଼ିଆକୁ ତା ଶାଶୁ ଘରେ ମଧ୍ୟ ଶାନ୍ତିରେ ରଖେଇ ଦବନି। କମଳା ସବୁବେଳେ ଗୁଡ଼ିଆ ଶାଶୁର କାନ ଭରିବା ଆରମ୍ଭ କରିଦେଲା। ସେ କଥା କଥାରେ ତା ଶାଶୁକୁ କହୁଥିଲା, ଛୋଟବେଳରୁ ଏ ଝିଅଟା ବହୁତ ଚାଲାକ। ସେ ତା ବାପାକୁ ମଧ୍ୟ ନିଜ ଆୟତ୍ତରେ ସବୁବେଳେ ରଖୁଥିଲା। ବର୍ତ୍ତମାନ ସେ ଏଇଠି ମଧ୍ୟ ସେଇଆ କରିବ। ଆପଣ ଟିକେ ତାଠାରୁ ସାବଧାନ ହେଇକି ଥିବେ। ଗୁଡ଼ିଆର ଶାଶୁ ପ୍ରଥମେ ପ୍ରଥମେ କମଳାର କଥାକୁ ଏତେ ଧ୍ୟାନ ଦେଉନଥିଲେ। ଯେତେବେଳେ ସେଇ ଗୋଟିଏ କଥା ବାରମ୍ବାର ତାଙ୍କ କାନରେ ଭରି ପ୍ରତି ସନ୍ଦେହ ଜାତ ହେଲା। କମଳା ସବୁବେଳେ ଛୋଟ ଛୋଟ କଥାକୁ ବଢ଼େଇ ଚୁଢ଼େଇ କହୁଥିଲା। ଆଉ ଯଦି କୋଉଦିନ ଗୁଡ଼ିଆ ଟିକେ ଥକିଯାଇ ଟିକେ ଡେରିରେ ଘର କାମ କରିବ, କମଳା ପୁଣି ଗୁଡ଼ିଆ ଶାଶୁ ଆଗରେ ଯାଇ କହିବ, ଦେଖ ସମୁଦୁଣୀ, ତମ ବୋହୂ କେମିତି ଘର କାମ ନ କରିବ ବୋଲି ବାହାନା କରୁଛି, ଆଉ ବାପଘରେ ମଧ୍ୟ ଏଇଆ କରୁଥିଲା। ଆଉ ଧୀରେ ଧୀରେ ଶାଶୁ ମଧ୍ୟ ଅନୁଭବ କରିବାକୁ ଲାଗିଲେ ଯେ ତାଙ୍କ ବୋହୂଟା ଭଲ ନୁହେଁ ବୋଲି। ଦିନେ କମଳା ଗୁଡ଼ିଆ ଶାଶୁକୁ କହିଲା, ଏ ଝିଅଟା ବହୁତ ଅଲକ୍ଷମା ପ୍ରକୃତିର। ଯୋଉ ଜାଗାକୁ ଯାଏ ସେ ଜାଗାରେ କିଛି ନା କିଛି ଅଘଟଣ ଘଟିଥାଏ। ଆଉ ତା ଜନ୍ମ କଲା ମା ମଧ୍ୟ ତାକୁ ଜନ୍ମ ଦେଉ ଦେଉ ମୃତ୍ୟୁବରଣ କଲା। କମଳା ମୁହଁରୁ ଏମିତି କଥା ଶୁଣି ଗୁଡ଼ିଆ ଶାଶୁଙ୍କ ମନରେ ଭୟ ବଢ଼ିଗଲା। ବର୍ତ୍ତମାନ ସେ ସବୁ ସମସ୍ୟାର କାରଣ ଗୁଡ଼ିଆକୁ ହିଁ ଭାବୁଥିଲେ। ଯଦି ଘରେ କେତେବେଳେ କୌଣସି ବି ଅସୁବିଧା ହୋଇଯାଏ, ସେ ସବୁବେଳେ ଗୁଡ଼ିଆକୁ ହିଁ ଦୋଷ ଦେଇଥାନ୍ତି। ୟାରି ପାଇଁ ମୋ ଘରେ ସବୁବେଳେ ଅସୁବିଧା ହେଉଛି ବୋଲି କହୁଥିଲେ। ଗୁଡ଼ିଆ ସବୁ କଥା ଅନୁଭବ କରୁଥିଲା, କିନ୍ତୁ ସେ ବୁଝିପାରୁନଥିଲା ଯେ ହଠାତ୍ ତା ପ୍ରତି ଶାଶୁଙ୍କ ବ୍ୟବହାର ଏମିତି କାହିଁକି ପରିବର୍ତ୍ତନ ହୋଇଗଲା। ଆଗରୁ ଯୋଉ ଶାଶୁ ତାର ପ୍ରତ୍ୟେକ କାମରେ ଖୁସି ହେଉଥିଲେ, ଏବେ କିନ୍ତୁ ସବୁ କାମରେ ରୋକଠୋକ କାହିଁକି କରୁଛନ୍ତି? ଗୁଡ଼ିଆ ମନରେ ଆଉ ଥରେ ସେଇ ପୁରୁଣା ଡର ସୃଷ୍ଟି ହୋଇଥିଲା, ଯେଉଁଟା
ତା ବାପ ଘରେ ଅଙ୍ଗେ ନିଭେଇଥିଲା। କମଳାର ଦୁଷ୍ଟ ପ୍ରକୃତି ଏତିକିରେ ଶେଷ ହୋଇନଥିଲା। ସେ ପଡ଼ିଶା ଘରର ସ୍ତ୍ରୀ ଲୋକଙ୍କ ଆଗରେ କହିବାକୁ ଲାଗିଲା ଯେ ତା ସାବତ ଝିଅ ଗୁଡ଼ିଆ ଶାଶୁଘରେ ମଧ୍ୟ ମନମାନି କରୁଛି, ଘରର କୌଣସି କାମ କରୁନି, ଶ୍ୱଶୁର କଥା ମଧ୍ୟ ମାନୁନି ଏବଂ ଧୀରେ ଧୀରେ ଗୁଡ଼ିଆ ପ୍ରତି ଶାଶୁଙ୍କ ବ୍ୟବହାର ଖରାପ ହେବାରେ ଲାଗିଲା। ସେ ସବୁବେଳେ ଗୁଡ଼ିଆକୁ ସେ ଘରର ବୋଝ ବୋଲି ଭାବୁଥିଲେ। ଯେତେବେଳେ ଗୁଡ଼ିଆର ସ୍ୱାମୀ ଛୁଟିରେ ଘରକୁ ଆସୁଥିଲେ, କମଳା ଆଗତୁରା ଯାଇ ଜ୍ୱାଇଁ ଆଗରେ ଗୁଡ଼ିଆ ନାଁରେ ବଢ଼େଇ ଚଢ଼େଇ କଥା ସବୁ କହୁଥିଲା ଯେ ତମ ସ୍ତ୍ରୀ ତମ ମାଙ୍କୁ ବହୁତ ହଇରାଣ କରୁଛି, ଘରର କୌଣସି କାମ କରୁନି, ସବୁବେଳେ ମୁହଁରେ ଜବାବ ଦଉଛି। ସ୍ୱାମୀ ଦ୍ୱନ୍ଦ୍ୱରେ ପଡ଼ିଯାଆନ୍ତି। ଗୋଟିଏ ପଟେ ମାର କଥା ଓ ଅନ୍ୟପଟେ ସବୁବେଳେ ଚୁପଚାପ ରହୁଥିବା, ସବୁକିଛି ସହିଯାଉଥିବା ସ୍ତ୍ରୀ। ଏହିସବୁ ଦୁବିଧା ଭିତରେ ସ୍ୱାମୀ ଗୁଡ଼ିଆଠାରୁ ନିଜକୁ ଦୂରେଇ ରଖିବା ଆରମ୍ଭ କରିଦେଲେ। ରାତିରେ ଗୁଡ଼ିଆ ଏକା ବସି ଭାବିବାକୁ ଲାଗିଲା ଯେ ସେ ଏମିତି କ'ଣ କରିଛି ଯେ ସବୁ ଜାଗାରେ ଦୋଷୀ ହେଇଯାଉଛି। ସେ ନିଜକୁ ନିଜେ ପ୍ରଶ୍ନ କଲା, କ'ଣ ସତରେ ସେ ଏତେ ଖରାପ, ନା ତା ଭାଗ୍ୟଟା ସେମିତି? ଯୋଉ ଜାଗାକୁ ଯାଉଛି ସେ ଜାଗାରେ ତାକୁ ଦୁଃଖ ଓ କଷ୍ଟ ସହିବାକୁ ପଡ଼ୁଛି। ଅନେକ ଥର ସେ ଭାବିଛି ଯେ ସବୁକିଛି ଛାଡ଼ିଛୁଡ଼ି କେଉଁଆଡ଼େ ଚାଲିଯିବା ପାଇଁ। କିନ୍ତୁ ସମାଜ ଓ ସମ୍ପର୍କର ଭୟ ତାକୁ ଅଟକେଇ ଦେଇଥାଏ। ଯେତେବେଳେ କମଳା ଅନୁଭବ କଲା ଯେ ଗୁଡ଼ିଆର ଶାଶୁ ତା ହାତ ମୁଠାକୁ ଆସିଯାଇଛନ୍ତି, ସେତେବେଳେ ସେ ଆଉ କିଛି ବଡ଼ ଯୋଜନା ଆରମ୍ଭ କଲା। ସେ କହିବାକୁ ଲାଗିଲା ଯେ ଏମିତି ବୋହୂକୁ ବେଶୀ ମୁଣ୍ଡରେ ବସେଇବା ଭଲ ନୁହଁ ସମୁଦୁଣୀ। ନଚେତ୍ ସେ ଘରେ ନିଜ ମନମାନି କରିଦେବା ଆରମ୍ଭ କରିବ। ଏବଂ କମଳାର ଏଇ କଥାଟି ଶାଶୁଙ୍କୁ ଠିକ୍ ଲାଗିଲା। ବର୍ତ୍ତମାନ ବିନା କାରଣରେ ମଧ୍ୟ ଶାଶୁ ଗୁଡ଼ିଆ ସହିତ ଝଗଡ଼ା କରୁଥିଲେ। କେତେବେଳେ ଖାଇବାରେ ଲୁଣ ଅଧିକା ହେଇଯାଉଥିଲା ତ କେତେବେଳେ ରୁଟି ମୋଟା ହେଇଯାଉଥିଲା। ଏମିତି ବହୁତ କଥା କହି ଗାଳି କରୁଥିଲେ ଏବଂ ପ୍ରତ୍ୟେକ ଥର ଗୁଡ଼ିଆ ମୁଣ୍ଡ ନୁଆଁଇ ଶାଶୁଙ୍କର ସବୁ ଗାଳିକୁ ସହି ଯାଉଥିଲା। କିନ୍ତୁ ଏସବୁ ଗୁଡ଼ିଆ ମନ ଭିତରେ ବହୁତ କିଛି ପରିବର୍ତ୍ତନ କରୁଥିଲା। ସେ ଭିତରୁ ଭିତରୁ ବହୁତ ମଜବୁତ ହେଉଥିଲା, କାହିଁକି ନା ସେ ଜାଣି ସାରିଥିଲା ଯଦି ସେ ସବୁବେଳେ ଏମିତି ଚୁପ୍ ରୁହେ, ଲୋକମାନେ ତାକୁ ଆହୁରି ଦବେଇ ଦେବେ। ଦିନେ ଯେତେବେଳେ ଶାଶୁ ତା ଉପରେ ମିଛ ଆରୋପ ଲଗେଇଲେ, ଗୁଡ଼ିଆ ପ୍ରଥମ ଥର ଏକଦମ ଶାନ୍ତ ଓ ସତ୍ୟତା ସହିତ କହିଥିଲା ଯେ ସେ କିଛି ଭୁଲ କରିନାହିଁ ବୋଲି। ଏହି କଥା ଶୁଣି ଶାଶୁ ଆଶ୍ଚର୍ଯ୍ୟ ହେଇଗଲେ ଏବଂ କମଳା ଅନୁଭବ କଲା ଯେ ତା ଯାଦୁ ଟିକେ ଟିକେ କମିଗଲାଣି ବୋଲି। ଧୀରେ ଧୀରେ ଶାଶୁ ମଧ୍ୟ ଅନୁଭବ କରୁଥିଲେ ଯେ ସବୁବେଳେ ବୋହୂର ଦୋଷ ହୋଇନଥାଏ। କମଳାର କଥାଟା ବେଶୀ ବଡ଼ ହୋଇଥାଏ। ଶାଶୁ ଭଲ ଭାବରେ ଗୁଡ଼ିଆକୁ ଦେଖିବା ଆରମ୍ଭ କରିଦେଲେ। ତା କାମ, ତା ନୀରବତା ଓ ଆଖିର ଯନ୍ତ୍ରଣାକୁ ଭଲ ଭାବରେ ବୁଝିବାକୁ ଚେଷ୍ଟା କରୁଥିଲେ। ଏବେ କାହାଣୀରେ ଏକ ନୂଆ ମୋଡ଼ ଆଡ଼କୁ ଗତି କରୁଥିଲା, ଯେଉଁଠାରେ ସତ ଓ ମିଛ ମଝିରେ ଥିବା କାନ୍ଥ ଭାଙ୍ଗିବାକୁ ଚେଷ୍ଟା କରୁଥିଲା। ସମୟ ବିତିବାକୁ ଲାଗିଲା ଓ ଶାଶୁଙ୍କ ମନ ଭିତରେ ଥିବା ସନ୍ଦେହ ଧୀରେ ଧୀରେ କମିବାରେ ଲାଗିଲା। କାରଣ ଗୁଡ଼ିଆର ସାବତ ମା କମଳା ଶାଶୁଙ୍କ ଆଗରେ ଗୁଡ଼ିଆ ବିରୁଦ୍ଧରେ ଯେତେ ସବୁ କଥା କହିଥିଲା, ଗୁଡ଼ିଆର ବ୍ୟବହାର ପୂରା ତାର ବିପରୀତ ଥିଲା। ଶାଶୁ ଦେଖୁଥିଲେ ଯେ ଗୁଡ଼ିଆ ସବୁଦିନ ସକାଳୁ ପ୍ରଥମେ ଉଠୁଥିଲା, ବିନା କିଛି ଆବାଜରେ ଘରର ସବୁ କାମ କରୁଥିଲା, କାହା ସହିତ ବଡ଼ ପାଟିରେ କଥା ହେଉନଥିଲା ଏବଂ ସବୁ କଥାରେ ମୁଣ୍ଡ ତଳକୁ କରି ଆଜ୍ଞା ମା ବୋଲି କହୁଥିଲା। ତଥାପି ତା ମୁହଁରେ ସବୁବେଳେ ଏକ ଭୟ ଓ ଥକାପଣ ଅନୁଭବ ହେଉଥିଲା। ସତେ ଯେମିତି ସେ ପ୍ରତ୍ୟେକ ମୁହୂର୍ତ୍ତରେ କିଛି ଅଘଟଣ ଘଟିବ ବୋଲି ଡରି ଯାଉଥିଲା। ହଠାତ୍ ଦିନେ ଶାଶୁଙ୍କ ଦେହ ବହୁତ ଖରାପ ହେଇଗଲା ଏବଂ ଘରେ ଆଉ କୌଣସି ଲୋକ ନଥିଲେ। ସ୍ୱାମୀ କାମରେ ବାହାରକୁ ଯାଇଥିଲେ। ସେହି ସମୟରେ ଗୁଡ଼ିଆ କୌଣସି ପ୍ରକାର ଭୟ ନ କରି ଶାଶୁଙ୍କ ଯତ୍ନ ନେଉଥିଲା, ଔଷଧ ଦେଉଥିଲା, ପାଣି ପିଉଥିଲା ଓ ରାତିସାରା ଅନିଦ୍ରା ରହି ଶାଶୁଙ୍କୁ ଜଗିଥିଲା। ମଝିରେ ମଝିରେ ଯେତେବେଳେ ଶାଶୁ ଆଖି ଖୋଲି ଦେଖୁଥିଲେ, ପ୍ରତ୍ୟେକ ଥର ଗୁଡ଼ିଆକୁ ନିଜ ପାଖରେ ପାଉଥିଲେ। ତା ଆଖିରେ ନିଦ ଥିଲା, କିନ୍ତୁ ମୁହଁରେ କୌଣସି ପ୍ରକାର ଅଭିଯୋଗ ନଥିଲା।
ସେଦିନ ରାତିରେ ପ୍ରଥମ ଥର ପାଇଁ ଗୁଡ଼ିଆ ଶାଶୁଙ୍କ ମନରେ ପ୍ରଶ୍ନ ଉଠିଥିଲା। ଯୋଉ ବୋହୂକୁ ସେ ଏତେ ଖରାପ ଓ ସ୍ୱାର୍ଥୀ ବୋଲି ଭାବୁଥିଲେ, କ'ଣ ସତରେ ସେ ସେମିତି ହୋଇଥାଇପାରେ? ପରଦିନ ଯେତେବେଳେ ଶାଶୁଙ୍କ ଦେହ ଟିକେ ଭଲ ହେଲା, ସେ ଦେଖିଲେ ଗୁଡ଼ିଆ ଚୁପଚାପ କାହାକୁ କିଛି ନ କହି ଘରର କାମ ସାରି ରୋଷେଇ ଘରେ ଏକ କୋଣରେ ବସିଥିଲା। ଯେପରି ତାର ଉପସ୍ଥିତି ଲାଗି କାହାକୁ କିଛି ଅସୁବିଧା ନ ହେଉ। ଏସବୁ ଦେଖି ଶାଶୁର ମନକୁ ଟିକେ କଷ୍ଟ ହେଲା। କିନ୍ତୁ ବର୍ତ୍ତମାନ ମଧ୍ୟ କମଳାର କଥା ତାଙ୍କ ମନ ଭିତରେ ଥିଲା। କିଛିଦିନ ପରେ ଗୁଡ଼ିଆ ବାପଘର ଗାଁର ଏକ ପଡ଼ୋଶୀ ସ୍ତ୍ରୀ ଲୋକ ଘରକୁ ଆସିଥିଲେ ଓ କହିଲେ, ଆପଣଙ୍କ ବୋହୂ ତ ବହୁତ ସରଳ, କାହା ସହିତ ବଡ଼ ପାଟିରେ କଥା ହେବାର କେତେବେଳେ ଆମେ ତାକୁ ଦେଖିନୁ। ଏସବୁ ଶୁଣି ଶାଶୁ ବହୁତ ଆଶ୍ଚର୍ଯ୍ୟ ହେଇଗଲେ। କାରଣ ଗୁଡ଼ିଆର ସାବତ ମା କମଳା ଯାହା କହିଥିଲା ଏ କଥାଠାରୁ ତାଠାରୁ ସମ୍ପୂର୍ଣ୍ଣ ଅଲଗା ଥିଲା। ଯେତେବେଳେ ଶାଶୁ ଗୁଡ଼ିଆ ବିଷୟରେ ସେ ସ୍ତ୍ରୀ ଲୋକକୁ ଆହୁରି ପ୍ରଶ୍ନ କରିଥିଲେ, ସେ କହିଥିଲା ଯେ ଗୁଡ଼ିଆ ପ୍ରାୟ ସମୟ ସମସ୍ତଙ୍କୁ ସାହାଯ୍ୟ କରିଥାଏ। ସେ କାହା ସହିତ ଖରାପ ବ୍ୟବହାର କରେନି, ସବୁବେଳେ ଡରି ଡରି ରହିଥାଏ। ସେଇଦିନ ଶାଶୁ ବହୁତ ସମୟ ଧରି ଚିନ୍ତା କରିଥିଲେ। ତାଙ୍କର ମନେ ପଡ଼ିଲା ଯେ କମଳା ଯେତେବେଳେ ବି ଘରକୁ ଆସୁଥିଲା, ତାଙ୍କ ଘରେ ଝଗଡ଼ା ହେଉଥିଲା, କଥା ବିଗିଡ଼ି ଯାଉଥିଲା ଓ ଗୁଡ଼ିଆ ଆଖିରେ ସବୁବେଳେ ଭୟ ସୃଷ୍ଟି ହେଉଥିଲା। ସେଦିନ ଶାଶୁ ପ୍ରଥମ ଥର ଅନୁଭବ କରିପାରିଥିଲେ ଯେ ସେ ଅନ୍ୟର କଥାକୁ ଅନ୍ଧ ଭାବରେ ବିଶ୍ୱାସ କରୁଥିଲେ ଓ ତାଙ୍କ ବୋହୂକୁ କେତେବେଳେ ବୁଝିବାକୁ ଚେଷ୍ଟା କରୁନଥିଲେ। ଦିନେ ସନ୍ଧ୍ୟାରେ ଶାଶୁ ଜାଣିଶୁଣି ଗୁଡ଼ିଆକୁ ଡାକି ନିଜ ପାଖରେ ବସାଇଲେ ଓ ତାକୁ ତା ବାପଘର ବିଷୟରେ ପଚାରିଲେ। ଗୁଡ଼ିଆ ପ୍ରଥମେ ଡରି ଯାଇଥିଲା ଓ ତା ଗୋଡ଼ ହାତ ଥରିବାକୁ ମଧ୍ୟ ଲାଗିଲା। ପାଟି ଖନି ବାଜି ଯାଉଥିଲା। ସେ ଡରି ଯାଉଥିଲା ଯେ ତା ପ୍ରତି ପୁଣି ଆଉ କୌଣସି ଅସୁବିଧା ନ ଆସୁ ବୋଲି। କିନ୍ତୁ ପ୍ରଥମ ଥର ପାଇଁ ଶାଶୁ ତାକୁ ଗାଳି କରିବା ପରିବର୍ତ୍ତେ ସ୍ନେହର ସହିତ ପଚାରିଥିଲେ, ତୁ ଡରେନି ମା, ଯାହା ସବୁ ତୋ ସହିତ ସେଠି ଘଟିଛି ମୋତେ ଖୋଲିକି କହ। ତାପରେ ଗୁଡ଼ିଆ ଆଖିରେ ଲୁହ ଆସି ଯାଇଥିଲା। ଧୀରେ ଧୀରେ ଗୁଡ଼ିଆ ତା ଜୀବନର ପୃଷ୍ଠା ଖୋଲିବା ଆରମ୍ଭ କରିଦେଇଥିଲା। ସେ କହିବାକୁ ଲାଗିଲା, ଛୋଟବେଳୁ ଗାଳି ଓ ଅପମାନ ଛଡ଼ା ସେ କେବେ କିଛି ଆଉ ପାଇନାହିଁ ଏବଂ ଦଣ୍ଡ ବ୍ୟତୀତ ତାକୁ ଆଉ କିଛି ବି ମିଳିନାହିଁ। ତାର ଛୋଟ ଛୋଟ ଭୁଲ ପାଇଁ ସବୁବେଳେ ତାକୁ ମାଡ଼ ପଡ଼ୁଥିଲା। ଗୁଡ଼ିଆ ତା ଦୁଃଖ କାହାଣୀ କହି ଚାଲିଥାଏ ଓ ଶାଶୁଙ୍କ ହୃଦୟ ପ୍ରତ୍ୟେକ ଶବ୍ଦରେ ଭାରି ହୋଇଯାଉଥିଲା। କାରଣ ତାଙ୍କ ପାଇଁ ଏହା ସ୍ପଷ୍ଟ ଥିଲା ଯେ ଏଇ ଝିଅଟି ଚାଲାକ ନୁହେଁ, ବରଂ ଭିତରୁ ପୁରା ଭାଙ୍ଗି ପଡ଼ିଛି। ଗୁଡ଼ିଆ ଦୁଃଖୀ ମନରେ ତା ଶାଶୁକୁ କହୁଥାଏ, ସେ ସବୁବେଳେ ଶାଶୁ ଘରେ ମଧ୍ୟ ଡରି ଡରି ରହୁଥାଏ, ଯେମିତି କେହି ତା ଉପରେ ଅଶାନ୍ତି ନ ହୁଅନ୍ତୁ। କାରଣ ତାକୁ ଛୋଟବେଳୁ କୁହାଯାଇଥିଲା ଯେ ଯଦି ସେ କୌଣସି ପ୍ରଶ୍ନ ଓ ପ୍ରତିବାଦ କରେ, ତାହେଲେ ତାକୁ ଆହୁରି ଦଣ୍ଡ ମିଳିବ। ଏ କଥା ଶୁଣି ଶାଶୁଙ୍କ ଆଖିରେ ଲୁହ ଆସିଗଲା ଏବଂ ପ୍ରଥମ ଥର ପାଇଁ ସେ ଗୁଡ଼ିଆ ମୁଣ୍ଡରେ ସ୍ନେହର ସହିତ ହାତ ଥୋଇଥିଲେ। ସେଇ ହାତ ଯାହା ଆଜି ପର୍ଯ୍ୟନ୍ତ କେବଳ କାମ କରାଇବା ପାଇଁ ସୂଚାଉଥିଲା, ଆଜି ପ୍ରଥମ ଥର ସାହାରା ହୋଇ ତା ମୁଣ୍ଡ ଉପରେ ଥିଲା। ସେଇଦିନ ରାତିରେ ଯେତେବେଳେ ଆଉ ଥରେ କମଳା ଗୁଡ଼ିଆ ଶାଶୁ ଘରକୁ ଆସିଥିଲା, ସେତେବେଳେ ଶାଶୁଙ୍କ ବ୍ୟବହାର ବଦଳି ଯାଇଥିଲା। ସେ କମଳାର ପ୍ରତ୍ୟେକ କଥାକୁ ମାନିବା ପରିବର୍ତ୍ତେ ପ୍ରଶ୍ନ କରିବା ଆରମ୍ଭ କରିଦେଇଥିଲେ। ଯେତେବେଳେ କମଳା ପୁନର୍ବାର ଗୁଡ଼ିଆ ବିରୋଧରେ କିଛି କହିବାକୁ ଚାହିଁଲା, ଶାଶୁ ପ୍ରଥମ ଥର ପାଇଁ ରାଗିକି କହିଲେ, ବାସ୍, ବର୍ତ୍ତମାନ ଠାରୁ ଏହାସବୁ ବନ୍ଦ କର। ଏହା ଶୁଣିବା ପରେ କମଳା ବହୁତ ଡରିଗଲା ଓ ସେ ବୁଝିଗଲା ଯେ ଆଉ ତା ଷଡ଼ଯନ୍ତ୍ର ଏଠି କାମ କରିବନି। ଏବେଠାରୁ ଶାଶୁ ଜାଣିଶୁଣି ଗୁଡ଼ିଆକୁ ଛୋଟ ଛୋଟ ନିଷ୍ପତ୍ତି ନେବାକୁ ଅନୁମତି ଦେଲେ। ଘରର ସବୁ କାମରେ ତାର ମତାମତ ପଚାରୁଥିଲେ ଏବଂ ସବୁବେଳେ ଗୁଡ଼ିଆ ସେଇଟା କରୁଥିଲା ଯେଉଁଟା ଘର ପାଇଁ ଠିକ୍ ଥିଲା। ଧୀରେ ଧୀରେ ଶାଶୁ ବୁଝିଗଲେ ଯେ ଗୁଡ଼ିଆ ଖରାପ ନୁହେଁ, ତାକୁ ଜାଣିଶୁଣି ଭୁଲ ପ୍ରମାଣିତ କରାଯାଇଥିଲା। ଦିନେ ଶାଶୁ ସଫା ସଫା କମଳାକୁ କହିଦେଲେ ଯେ ସେ ଆଉ ଏ ଘରେ ଝଗଡ଼ା ସୃଷ୍ଟି ନ କରନ୍ତୁ। ଯଦି ଗୁଡ଼ିଆ ତାଙ୍କ ପାଇଁ ଏତେ ଖରାପ, ତାହେଲେ ସେ ଏଠିକି ଆସିବା ବନ୍ଦ କରିଦିଅନ୍ତୁ। ଏହା ଶୁଣି କମଳାର ମୁହଁ ଫିକା ପଡ଼ିଗଲା। ସେ ବୁଝିଗଲା ଗୁଡ଼ିଆ ଆଉ ଏବେ ଏକୁଟିଆ ନାହିଁ। ସେଇଦିନ ରାତିରେ ଗୁଡ଼ିଆକୁ ତା ଶାଶୁ କହିଥିଲେ ଯେ ସେ ଖାଲି ଏ ଘରର ବୋହୂ ନୁହଁ, ତାଙ୍କ ଝିଅ ମଧ୍ୟ।
ଶାଶୁଙ୍କ ମୁହଁରୁ ଏ କଥା ଶୁଣି ଗୁଡ଼ିଆ ବହୁତ ଜୋରରେ କାନ୍ଦିବାକୁ ଲାଗିଲା। କାରଣ ସେ ଜୀବନରେ ପ୍ରଥମ ଥର ମାର ଉପସ୍ଥିତି ଅନୁଭବ କରିପାରିଥିଲା, ଯଦିଓ ଏସବୁ ତାକୁ ବିଳମ୍ବରେ ମିଳିଥିଲା। ଯଦି ମୋର ଏହି କାହାଣୀଟି ଆପଣମାନଙ୍କୁ ଭଲ ଲାଗିଥାଏ, ତାହେଲେ ଦୟାକରି ମୋ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ। ଆପଣଙ୍କ ସବସ୍କ୍ରାଇବ୍ ମୋ ପାଇଁ ବହୁତ ମୂଲ୍ୟବାନ। ରହୁଛି, ନମସ୍କାର। ପୁଣି ଭେଟ ହେବା ଆଉ ଏକ ନୂଆ କାହାଣୀରେ।